ହାଏ ମୁଁ ନିକି। ମୁଁ ଆଜିଟା ରୋଷେଇ ଘରକୁ ଯିବାକୁ ଜମା ବି ଇଚ୍ଛା ନଥିଲା ରୋଷେଇ କରିବାକୁ। କ'ଣ କରିବି, ରୋଷେଇ ନ କଲେ ତ ଖାଇବାକୁ ଆଉ କେମିତି ଖାଇବୁ? ସେଥିପାଇଁ ଯାଇକି ଦେଖିଲି ପୋଟଳ ଦୁଇଟା ଅଛି, ତାକୁ କେମିତି ତରକାରୀ କରିବୁ। ମନେ ପଡ଼ିଗଲା ମୋ ଜେଜେମା କେମିତି ରୋଷେଇ କରନ୍ତି ଆଜି, ସେଇ ଟାଇପ୍ର ମୁଁ ଆଜି ରୋଷେଇ କରିଛି। ଦେଖନ୍ତୁ କେମିତି ମୁଁ କରିଛି ପୋଟଳ ଆଳୁ ତରକାରୀ। ଚାଲନ୍ତୁ କଢ଼େଇ ବସେଇ ତା ଦେହରେ ତେଲ ପକାଇବା। ତେଲ ତାତିଲା ପରେ ପୋଟଳକୁ ତା ଦେହରେ ପକାଇଦେବା। ପୋଟଳ ଭାଜି ହେଇ ଲାଲ ପଡ଼ିଗଲା ପରେ ତାକୁ ଆମେ କ'ଣ କରିବା ନା ଗୋଟେ ପାତ୍ରକୁ କାଢ଼ିଦେବା। କାଢ଼ି ଦେଇକି ସେଇ ଯେଉଁ ତେଲ ଥିବ କଡ଼େଇରେ ତା ଦେହରେ ଆମେ ଆଳୁ ପକାଇବା, ବୁଝିଲେ। ତାପରେ ଆଳୁ ପକାଇ ସାରିଲା ପରେ ଆମେ ତାକୁ ସେମିତି ଭାଜିବା। ପୋଟଳ ଯେମିତି ଭାଜିଥିଲେ ଆଳୁ ସୋଡ଼ା ସେମିତି ଭାଜିବା। ଆଳୁ ଭାଜି ଭାଜି ଲାଲ ହେଇସାରିଲା ପରେ ତାକୁ ଆମେ ସେ ପାତ୍ରକୁ କାଢ଼ିଦେବା। ଆଳୁ ଭଜା ଆମର ରେଡ଼ି ହେଇଗଲା। ତାପରେ ଗୋଟେ ତେଲ, ସେଇ ତେଲରେ ଶୁଖିଲା ଲଙ୍କା ଗୋଟେ ପକାଇ ପିଆଜ ପକାଇ ତାକୁ ଭଲ ଭାବରେ ଭାଜିବା। ପିଆଜ ନାଲି ହେଇସାରିଲା ପରେ ତାପରେ ଆମେ ଅଦା ରସୁଣ ପେଷ୍ଟ ଦେଇ ତାକୁ ଭଲସେ ଟିକେ ପାଣି ଦେଇ ତାକୁ ଆମେ ଭାଜିବା। କାହିଁକିନା ଅଦା ରସୁଣର ସ୍ମେଲ୍ ନ କଲେ ଭଲ ଲାଗିବନି। ସେଥିପାଇଁ ଦେଖି ଭାଜିବା, ତେଲ ଯେମିତି ଛାଡ଼ିଯିବ। ତେଲ ଛାଡ଼ି ସାରିଲା ପରେ ତା ଦେହରେ ଆମେ କ'ଣ କରିବା, ମସଲା ଗୁଣ୍ଡ ସବୁ ପକାଇଦେବା। ଏମିତିକି ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଆବଶ୍ୟକ ଅନୁସାରେ ଲୁଣ ପକାଇ ତାକୁ ଆମେ ଟିକେ ପାଣି ଦେଇ ଘାଣ୍ଟିଦେବା। ତାପରେ ଟମାଟୋ ପକାଇଦେବା। ଟମାଟୋ ଏମିତି ପକାଇ ଘାଣ୍ଟିଦେବା। ଟମାଟୋ ସିଝିଗଲା ପରେ ସେ ଆଳୁ ପକାଇ ଆମେ କଷିବା। କାହିଁକିନା ଆଳୁ ଭାଜିଲା ବେଳେ ସିଝି ନଥିଲା ନା ପୁରା, ସେଥିପାଇଁ ଆଳୁ ତା ଦେହରେ ପକାଇ ଦେଇକି କଷିବା। ଏମିତି କଷି ଆଳୁ ଘାଣ୍ଟି ତାକୁ ଢଙ୍କେଇ ଦେବା। ତାପରେ ଥାଳି କାଢ଼ି ଦେଖିବା ଯେଉଁ ଆଳୁ ଆମର ଆହୁରି ଟିକେ ହେବ, ସେଥିପାଇଁ ତାକୁ ଆମେ ଘାଣ୍ଟି ଦେଇ ଏମିତି ଘାଣ୍ଟିବା ସିଝିଲା ପର୍ଯ୍ୟନ୍ତ। ଦେଖନ୍ତୁ ଆଳୁ ସିଝି ଯାଇଛି, ରେଡ଼ି ହେଇଯାଇଛି ଆଳୁ। ତା ଦେହରେ ପୋଟଳ ପକାଇ ଦେଇ ପୁଣି ଟିକେ କଷିବା। ଦେଖନ୍ତୁ ଆମ ତରକାରୀ କେମିତି ଦେଖାଯାଉଛି ଦେଖନ୍ତୁ। କାହିଁକିନା ଜେଜେମା ହାତ ରୋଷେଇ ନା, ସେମିତି ଦେଖାଯିବ ନିଶ୍ଚିତ ଭାବରେ। ଆମର ପୋଟଳ ଆଳୁ କଷା ରେଡ଼ି। ତା ଦେହରେ ଆମେ ପାଣି ଦେଇଦେବା, କାହିଁକିନା ଆମେ ଝୋଳ କରିବା ନା।